ଦଶପଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ। ଧ୍ୱସ୍ତ ବିଧ୍ୱସ୍ତ ହେଲା ଦଶପଲ୍ଲା। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଏନ୍ଏସି ସମେତ ସରିଗଣ୍ଡା, ଭୋଗବାଡ଼ି, ତୁମାଣ୍ଡି, ଟାକରା ପଞ୍ଚାୟତରେ ଗତ 28 ତାରିଖ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଜାର ହଜାର ବାସଗୃହ ଧ୍ୱସ୍ତସ୍ତୂପରେ ପରିଣତ ହୋଇଛି। ବହୁ ପୁରାତନ ଗଛ ଭାଙ୍ଗିବା ସହିତ ବିଦ୍ୟୁତ ଖୁଣ୍ଟଗୁଡ଼ିକ ଭାଙ୍ଗି ଯାଇଛି। ଫଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। 1 ଘଣ୍ଟାର କାଳବୈଶାଖୀର ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ଦଶପଲ୍ଲା। ତେବେ ବିଦ୍ୟୁତ ସେବା ବନ୍ଦ ହୋଇଯିବା ସାଙ୍ଗକୁ ମଧ୍ୟାହ୍ନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାରୁ ଗରମ ଗୁଳୁଗୁଳି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।